প্রিয় শ্রোতা বন্ধু স্বাগতম। আমি বুধবার বিଷୟରେ আলোচনা କରିବା। 19 ତାରିଖ ବୁଧବାର, ନଭେମ୍ବର ମାସ 19 ତାରିଖ ବୁଧବାରକୁ ନେଇ ଦୈନିକ ରାଶିଫଳ ଏହି ଟପିକ୍ରେ ବିଶେଷ ଆଲୋଚନା କରିବା। ଆଜିର ସୂର୍ଯ୍ୟାସ୍ତ 5ଟା 5 ପରେ, ଅଶୁଭ ସମୟ ସକାଳ 10ଟା12ରୁ 11ଟା34 ଯାଏ, 10ଟା12ରୁ 11ଟା34 ଯାଏ। ସୂର୍ଯ୍ୟାସ୍ତ 5ଟା 5 ପରେ 19 ତାରିଖ ବୁଧବାର। ବାସ୍, ଆଜି ଘାତବାର କର୍କଟର, ଘାତଚନ୍ଦ୍ର ସିଂହ କନ୍ୟା ମକର ରାଶିର ମହିଳାଙ୍କର, ଘାତଚନ୍ଦ୍ର ସିଂହ କନ୍ୟା ମକର ରାଶିର ମହିଳାଙ୍କର, ଘାତ ତାରା ମିଥୁନର ମାତ୍ର ସକାଳ 8ଟା8 ଯାଏ, ଘାତ ତାରା ମିଥୁନର ସକାଳ 8ଟା8 ଯାଏ। ସମସ୍ୟା ଏତିକି। 19 ତାରିଖ ବୁଧବାର, ମେଷ ରାଶି ଉପରେ କେଉଁ ଗ୍ରହ ପ୍ରସନ୍ନ ଅଛନ୍ତି କେତେ? 19 ତାରିଖ ବୁଧବାର ମେଷ ରାଶି ଉପରେ ରାହୁ, ବୁଧ, ଚନ୍ଦ୍ର ଖୁସି ଅଛନ୍ତି। ରାହୁ, ବୁଧ, ଚନ୍ଦ୍ର ଖୁସି ଅଛନ୍ତି। ମାତ୍ର ଅଶ୍ୱିନ ନକ୍ଷତ୍ରର ସକାଳ 8ରୁ ଅଶୁଭ ବେଳା ଆସୁଛି। ମେଷ ରାଶି ଅଶ୍ୱିନ ନକ୍ଷତ୍ରର ସକାଳ 8ରୁ ଅଶୁଭ ସମୟ ଆରମ୍ଭ ହେବ। ଅଶ୍ୱିନ ନକ୍ଷତ୍ର ଥିବା ମେଷ ରାଶିର ଲୋକେ ସାବଧାନ ରହିବା ଉଚିତ, ଟିକେ ଅସୁବିଧା ବେଶୀ ହେବ। ଏକାଦଶ ରାହୁ, ଅଷ୍ଟମ ବୁଧଙ୍କ ସହଯୋଗ ପାଇ ଚନ୍ଦ୍ର ମେଷ ରାଶିଧାରୀ ବ୍ୟକ୍ତି ସମୁଦାୟଙ୍କୁ ରାତି 4ଟା10 ଯାଏ ସମସ୍ତ ସୁଖ ସୁବିଧା ଯୋଗାଇ ଦେବେ। କୌଣସି ଆର୍ଥିକ ଓ ଶାରୀରିକ ସମସ୍ୟା ନାହିଁ। ମେଷ ରାଶି ଲୋକମାନଙ୍କ ପାଇଁ ଆଜି ଶୁଭ ଦିନ। କେବଳ ଅଶ୍ୱିନ ମେଷ ପାଇଁ ଅଶୁଭ ଦିନ ଓ ସେ ଅଶୁଭ ସକାଳ 8ରୁ ଆରମ୍ଭ ହେବ। 19 ତାରିଖ ବୁଧବାର, ବୃଷ ରାଶି ଉପରେ ଆଜି ଶନି, ରାହୁ, ଚନ୍ଦ୍ର ଓ ଶୁକ୍ର ପ୍ରସନ୍ନ ହେତୁ, ଶନି, ରାହୁ, ଚନ୍ଦ୍ର ଓ ଶୁକ୍ର ପ୍ରସନ୍ନ ହେତୁ ହେବାକୁ ଥିବା ବଡ଼ ବଡ଼ ସମସ୍ୟାର ଦ୍ୱାର କବାଟ ବନ୍ଦ ହୋଇଗଲା। ମାନେ ବୃଷ ରାଶିର ସମୟ ଭଲ ଚାଲିନି, ବଡ଼ ବଡ଼ ସମସ୍ୟା ଘଟିବାକୁ ଥିଲା। କିନ୍ତୁ ଶନି, ରାହୁ, ଚନ୍ଦ୍ର, ଶୁକ୍ର ଏମାନେ ଏକଜୁଟ ହୋଇ କିଛି ଶୁଭ ମନ୍ତ୍ରଣା କଲେ। ଫଳରେ ହେବାକୁ ଥିବା ସମସ୍ୟାର ଦ୍ୱାର କବାଟ ବନ୍ଦ ହୋଇଗଲା। ଋଣ ଶତ୍ରୁ ପୀଡ଼ା ଦେଇପାରିବେନି। ଏଇ ଯେଉଁ ସମସ୍ୟା ଆସିଥାନ୍ତା, ଯେ ଶତ୍ରୁ ସଂହାର ନୀତି ଅବଲମ୍ବନ କରିଥାନ୍ତା, ଋଣଦାତା ହଇରାଣ କରିଥାନ୍ତେ, ସେ ଦୁଇଟା ହେବନି। ସକାଳ 8ରୁ କୃତ୍ତିକା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ଦୁଃଖ ବଢ଼ିଯିବ। ଅନ୍ୟାନ୍ୟ ସବୁ ଭଲ। କୌଣସି ଦୁଃଖଦ ଘଟଣା ଘଟିବାର ଭୟ ନାହିଁ ଆଜି ପାଇଁ ବୁଧବାର ପାଇଁ କୌଣସି ଦୁଃଖଦ ଘଟଣା ଘଟିବାର ସମ୍ଭାବନା ନାହିଁ। ଦିନ ସୁଖ ଶାନ୍ତି ଦେଇ ବିଦାୟ ନେବ। ଶାରୀରିକ ଓ ଆର୍ଥିକ ସମସ୍ୟା ପାଖ ବାଡ଼ିବନି। ମେଷ ରାଶି ଭଳି ବୃଷ ରାଶିର ଶୁଭ ଦିନ କେବଳ କୃତ୍ତିକା ବୃଷ ପାଇଁ ସକାଳ 8ରୁ ଅଶୁଭ ସମୟ ଆରମ୍ଭ ହେବ। 19 ତାରିଖ ବୁଧବାର ମିଥୁନ ରାଶିର ସକାଳ 8 ଯାଏ ଘାତ ତାରା, ମିଥୁନ ରାଶିର ସକାଳ 8 ଯାଏ ଘାତ ତାରା କଳହ ହେବ। 8 ଯାଏ କଳହ ହେବ। ସାବଧାନ। ସକାଳ 8ରୁ ମୃଗଶିରାର ଅଶୁଭ ସମୟ ଆରମ୍ଭ ହେବ। ମାନେ ମିଥୁନ ରାଶିର ମୃଗଶିରା ନକ୍ଷତ୍ରର ସାରା ଦିନ ଅଶୁଭ। ଜଗି ରଖି ସେ ଟିକେ ଚଳିଲେ ଭଲ। ଈଶ୍ୱରଙ୍କୁ ଡାକନ୍ତୁ, ସିଏ ତାଙ୍କ ଛତ୍ର ଛାୟା ତଳେ ରକ୍ଷା କରିବେ। ବୃହସ୍ପତି, କେତୁ, ଶୁକ୍ର, ରବି ଓ ମଙ୍ଗଳ ଆଦି ଗ୍ରହଗଣ, ବୃହସ୍ପତି, କେତୁ, ଶୁକ୍ର, ରବି ଓ ମଙ୍ଗଳ 5 ଗ୍ରହ ହେଲେଣି। ଏହି ପଞ୍ଚଗ୍ରହ ମିଥୁନ ରାଶିକୁ ମିଳିତ କଲ୍ୟାଣ କରୁଛନ୍ତି।
ଆଜିର ସମସ୍ତ ସୁଖ ନାନାବିଧ ରୂପରେ ଆସିବ। ନାନାବିଧ ସୁଖ ସମାଜର ନେଇ ଆସୁଛି। ଆଜିର ସମୟକୁ ଭଲ ସମୟ। ସୁତରାଂ ଜଣେ ବ୍ୟକ୍ତିର ଶାରୀରିକ ଓ ମାନସିକ ଶାନ୍ତି ପାଇଁ ଯାହା ଯାହା ଆବଶ୍ୟକ, ଜଣେ ବ୍ୟକ୍ତିର ଶାରୀରିକ ଓ ମାନସିକ ଶାନ୍ତି ପାଇଁ ଯେଉଁ ଯେଉଁ ଦ୍ରବ୍ୟ, ବସ୍ତୁ, ଜିନିଷ ବା ବ୍ୟକ୍ତି, ଖାଦ୍ୟ ଇତ୍ୟାଦି ଯାହା ଯାହା ଦରକାର ଶାନ୍ତି ଆଉ ସୁଖ ପାଇଁ, ତାହା ସବୁ ଆଜିର ସମୟ ଯୋଗାଇ ଦେବ। 19 ତାରିଖ ବୁଧବାର, କର୍କଟ ରାଶିର ଆଦୌ ଶୁଭ ଦିନ ନୁହଁ। ପ୍ରଥମରେ ଘାତ ବାର ବୁଧବାର ସକାଳ 8ରୁ ପୁନର୍ବସୁ ନକ୍ଷତ୍ରର ଅଶୁଭ ବେଳା ଆସିଯାଉଛି। ଦୁଶ୍ଚିନ୍ତା ବଢ଼ାଇ ଦେବ। କୌଣସି ଗ୍ରହଙ୍କର କରୁଣା ଦୃଷ୍ଟି ଆଜି କର୍କଟ ରାଶି ଉପରେ ନାହିଁ। କୌଣସି ଗ୍ରହଙ୍କର କରୁଣା ଦୃଷ୍ଟି ଆଜି କର୍କଟ ରାଶି ଉପରେ ନାହିଁ। ଅରକ୍ଷିତକୁ ଦୈବ ସାହା। ତେଣୁ ନିଜର ଧର୍ମ, ପିତାମାତାଙ୍କର ପୁଣ୍ୟବଳ ଓ ଦାନ, ସେବା, ଦୟା, ସତ୍ୟ ଆଦି ଗୁଣର ଅଧିକାରୀ ବ୍ୟକ୍ତିମାନଙ୍କୁ ସାମାନ୍ୟ ସୁଖ ମିଳିପାରେ। ଯେଉଁମାନେ ପୁଣ୍ୟବାନ କର୍କଟ ରାଶିଆ, ଯେଉଁ କର୍କଟ ରାଶିର ପିତାମାତାମାନଙ୍କର ଅଧିକ ପୁଣ୍ୟ ବା ସୁକୃତ ଅଛି, ଆଉ ଯେଉଁମାନେ ଦୟା, ସେବା, ଦାନ ଆଦି ଗୁଣର ଅଧିକାରୀ, ସେମାନଙ୍କୁ ସାମାନ୍ୟ ସୁଖ ମିଳିପାରେ। ନହେଲେ ରୋଗ ବ୍ୟାଧିରେ ପଡ଼ି ଛଟପଟ ହେବେ କର୍କଟ ରାଶିର ଲୋକେ। କର୍କଟ ରାଶିର ମା ଜନନୀ ଅମ୍ବା ତାଙ୍କର ଦୁଃଖ ମଧ୍ୟ ବିଚଳିତ କରିବ। ଗୃହ ଦ୍ୱନ୍ଦ୍ୱ ବାଧିବ। ବନ୍ଧୁ ସହଯୋଗ କରିବେନି। ଏଣୁ କର୍କଟ ରାଶି ଖାଲି ଡହଳ ବିକଳ ହେବେ ବିଭିନ୍ନ ସମସ୍ୟାରେ। ଏଥିପାଇଁ କୁହାଗଲା ଓଂ ହଂ ହନୁମତେ ନମଃ। ଏହି ମନ୍ତ୍ର ଓଂ ହଂ ହନୁମତେ ନମଃ, ଏ ମନ୍ତ୍ରକୁ ଯଥା ସମ୍ଭବ ଯେତେ ଅଧିକ ଜପନ୍ତୁ, ମଙ୍ଗଳ ହେବ। 19 ତାରିଖ ବୁଧବାର, ସିଂହ ରାଶିର ମଘା ନକ୍ଷତ୍ରର ସକାଳ 8ରୁ ଅଶୁଭ ସମୟ ଆସି ବିଭ୍ରାଟ ସୃଷ୍ଟି କରିବ। ସିଂହ ରାଶି ମଘା ନକ୍ଷତ୍ରର ସକାଳ 8ରୁ ଅଶୁଭ ସମୟ ଆସିବ। ରାହୁ, ବୁଧ ଓ ଶୁକ୍ରଙ୍କ ମନୋଭାବକୁ ଉଜ୍ଜୀବିତ କରି, ରାହୁ, ବୁଧ, ଶୁକ୍ର ଏମାନେ ମିତ୍ର ଗ୍ରହ। ରାହୁର ମିତ୍ର, ବୁଧର ମିତ୍ର, ଶୁକ୍ରର ମିତ୍ର, ଏ ତିନିଏ ମିତ୍ର, ପରସ୍ପର ମିତ୍ର। ଏମାନେ ସହଯୋଗ ମନୋଭାବରେ ଆଜି ଅଛନ୍ତି। ରାହୁ, ବୁଧ, ଶୁକ୍ରଙ୍କ ମନୋଭାବକୁ ଉଜ୍ଜୀବିତ କରି ଚନ୍ଦ୍ର ଏହି ରାଶିର ସମସ୍ତ ଜନତାଙ୍କୁ ସମସ୍ତ ସମସ୍ୟାରୁ ଉଦ୍ଧାର କରିବ। ସମସ୍ୟା କିଛି ଆସିବନି କାହିଁକି? ଆସିବ କିନ୍ତୁ ମୁହଁ ଦେଖେଇ ପଳେଇବ। ଅଭାବ ଅସୁବିଧା ହେବନି। ପାରିବାରିକ ସୁଖ ପାଇ ଖୁସି ହେବେ। ପୂର୍ବ ମନୋମାଳିନ୍ୟ ତୁଟିଯିବ। ମିତ୍ରଙ୍କ ସଂଖ୍ୟା ବଢ଼ିଯିବ। ପିତା ମାତା ଭଲରେ ଅଛନ୍ତି ଏ ଖବର ପାଇ ଖୁସି ହେବେ। ସାବଧାନ, ସିଂହ ରାଶିର ଆଜି, ସିଂହ ରାଶି ମହିଳାଙ୍କର ଆଜି ଘାତଚନ୍ଦ୍ର। ସିଂହ ରାଶି ମହିଳାଙ୍କର ଘାତଚନ୍ଦ୍ର। ଲାଇନ୍ କହିଲିନି ଯେ ପିତାମାତା ଭଲରେ ଅଛନ୍ତି। ଯେଉଁମାନେ ବାହାରେ ଚାକିରି କରିଛନ୍ତି ସିଂହ ରାଶିଆ, ବାହାରେ ମୂଲ ମଜୁରୀ ଖଟୁଛନ୍ତି ସିଂହ ରାଶିଆ, ପିତାମାତାଙ୍କଠୁ ଦୂରରେ ଅଛନ୍ତି, ସ୍ତ୍ରୀ ବୁଦ୍ଧିରେ ପରିଚାଳିତ ହୋଇ ଯେଉଁ ପୁଅ ବାହାରେ ଅଛି, ଏହିସବୁ ସମ୍ପନ୍ନ ବ୍ୟକ୍ତି ଆଜି ପିତାମାତା ଭଲରେ ଅଛନ୍ତି ଏ ଖବର ପାଇ ଖୁସି ହେବେ। 19 ତାରିଖ ବୁଧବାର, କନ୍ୟା ରାଶିର ଉତ୍ତର ଫାଲ୍ଗୁଣୀ ନକ୍ଷତ୍ରର ଅଶୁଭ ସମୟ ଆସିବ ସକାଳ 8ରୁ। ଆଜି କନ୍ୟା ରାଶି ମହିଳାଙ୍କର ଘାତଚନ୍ଦ୍ର। ଏଣୁ ଦୈବ ସାହା। କନ୍ୟା ରାଶି ମହିଳାଙ୍କୁ ଆଜି ଦୈବ ସାହା। ବୃହସ୍ପତି, ରବି, ମଙ୍ଗଳ ଓ ରାହୁ ସହାୟ ଅଛନ୍ତି, ସାହାଯ୍ୟ କରିବେ। ଏଣୁ ବଡ଼ ଧରଣର ଝଗଡ଼ାରୁ ରକ୍ଷା ମିଳିଯାଇପାରେ। ଆଜି ଗୋଟିଏ ବଡ଼ ଧରଣର ଝଗଡ଼ା ହେଇଥାନ୍ତା, ସେହିସବୁ ଯୋଗ ଥିଲା, କିନ୍ତୁ ସହଯୋଗର ହାତ ଲମ୍ବି ଆଇଲା ଗ୍ରହମାନଙ୍କର। ବୃହସ୍ପତି, ରବି, ମଙ୍ଗଳ ଓ ରାହୁ
ରକ୍ଷା କରିବେ। ସାଧାରଣ କଳହ ହେବ, କଳହ ଛାଡ଼ିଯିବନି, କଜିଆ ହେବ। ତେଣୁ ଆପଣ ଯଦି ମୌନ ବ୍ରତ ଅବଲମ୍ବନ କରିବେ, ସବୁ ଶୁଣିବେ, କିଛି କହିବେନି, ତାହେଲେ କିଛି ହେବନି। ଯଦି ଖାଲି ପାଟି ଖୋଲିଲେ ଚାଲା। ହଁ, ମାନସିକ ଶାନ୍ତି ବ୍ୟାହତ ହେବ। ପୂର୍ବକୃତ କୁକର୍ମ ମନେ ପଡ଼ିଯିବ। ଅତୀତରେ ମୁଁ ଏଇଆ ଭୁଲ କରିଥିଲି ବୋଲି ଆଜି ଏଇ ଫଳ ଭୋଗୁଛି। ଏହି ଚିନ୍ତା ମନକୁ ବ୍ୟାକୁଳ କରିବ, ଛଟପଟ ହେବ, କଜିଆ ହେବ। 19 ତାରିଖ ବୁଧବାର, ତୁଳା ରାଶିର ସ୍ୱାତି ନକ୍ଷତ୍ରର ସକାଳ 8ରୁ 8 ଯାଏ ବହୁତ ଭଲ। ସ୍ୱାତି ନକ୍ଷତ୍ରର ସକାଳ 8 ଯାଏ, ତୁଳା ରାଶି ସ୍ୱାତି ନକ୍ଷତ୍ରର ସକାଳ 8 ଯାଏ ବହୁତ ଭଲ। ତା ପରଠୁ ଭଲ ସମୟ ଆସିବ ବିଶାଖାର। ସକାଳ 8 ପରଠୁ ବିଶାଖାର ବହୁତ ଭଲ। 8 ପରେ 8 ପର୍ଯ୍ୟନ୍ତ ସ୍ୱାତିର, କିନ୍ତୁ ସକାଳ 8ରୁ ଚିତ୍ରା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ଚିତ୍ରା ବି 8 ଯାଏ ଭଲ ଫଳ ପାଇବ। ସକାଳ 8ରୁ ଚିତ୍ରା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ହେଲେ ବିଶେଷ ଅସୁବିଧା ହେବନି। ଅଶୁଭ ସମୟ ଆରମ୍ଭ ହେବ ସିନା ଚିତ୍ରାର, ଅସୁବିଧା କିଛି ନାହିଁ। ଏଇ ଜଷ୍ଟ ସେ ଦେଖୁଥିବ ସ୍ୱାତି ଆଉ ବିଶାଖା ମିଠେଇ ଖାଉଛନ୍ତି, ତା ପାଇଁ ଚକୋଲେଟଟା। ସେମାନେ 100 ଟଙ୍କା ପାଉଛନ୍ତି, ଆକୁ 10-15 ଟଙ୍କା ମିଳୁଛି। ଏଇ ସମସ୍ୟା ଟିକେ ହେବ। 19 ତାରିଖ ବୁଧବାର, ବିଛା ରାଶିର ବିଶାଖା ନକ୍ଷତ୍ରର ସକାଳ 8ରୁ ଅଶୁଭ ସମୟ ଆରମ୍ଭ ହେବ। ମାନେ ଦେହ ସାଂଘାତିକ ଖରାପ ହେବ। କାର? ବିଶାଖା ନକ୍ଷତ୍ର ବିଛା ରାଶିର। ବଡ଼ ଦୁଃଖ ଆସିବ। ଆଜି 6ଟି ଗ୍ରହ ପ୍ରତିକୂଳ ବାତାବରଣ ସୃଷ୍ଟି କରୁଛନ୍ତି। ହେଲା, କେବଳ କେତୁ ଆଉ ଶୁକ୍ର ଅନୁକୂଳ ବାତାବରଣ ସୃଷ୍ଟି କରୁଛନ୍ତି। କେତୁ ଆଉ ଶୁକ୍ର ରକ୍ଷା କରୁଛନ୍ତି। ଆଉ 6ଟି ଗ୍ରହ, ଚନ୍ଦ୍ରକୁ ଛାଡ଼ି ଆଉ 6ଟି ଗ୍ରହ ବଡ଼ ଅସୁବିଧାରେ ପକାଉଛନ୍ତି। ପ୍ରତିକୂଳ ବାତାବରଣ, ହଁ, ଯାହାଦ୍ୱାରା ବିଛା ରାଶିର ଲୋକମାନେ ଆଜି ଶାରୀରିକ ମାନସିକ ଦୁଇ ପ୍ରକାର ଯନ୍ତ୍ରଣା ଭୋଗିବେ। ଦୁର୍ବଳ ପରିବେଶ, ଏଇ ଯେଣୁ ଏ 6ଟି ଗ୍ରହ ହଇରାଣ କରୁଛନ୍ତି ବହୁତ ଦିନ ହେଲାଣି, ଆଜି ନୁହଁ। ବିଛା ରାଶିକୁ 6ଟି ଗ୍ରହ ହଇରାଣ କରୁଥିବାରୁ ଏହି ରାଶିର ଯୁବକ ଯୁବତୀ ମାନଙ୍କର ମନୋବଳ ଦୁର୍ବଳ ହୋଇଯାଉଛି। ପାଠଶାଠ ପଢ଼ିଛନ୍ତି, ଚାକିରି ମିଳୁନି। ପଇସା ଖର୍ଚ୍ଚ କରୁଛନ୍ତି ବ୍ୟବସାୟରେ, ଲାଭ ହେଉନି। ଚାଷ କ୍ଷେତ୍ରରେ ତାଙ୍କରି ଜମିରେ ଏକା ପୋକ ଲାଗୁଛି, ପାଣି ଜମା ହେଇଯାଉଛି, ଫସଲ ଉଧଉନି, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। 6ଟି ଗ୍ରହଙ୍କ ପାଇଁ ଆଜି ଆଦୌ ଭଲ ଦିନ ନୁହେଁ। ରୋଗ ଋଣ ବ୍ୟୟ ବଢ଼ିଯିବ। ରୋଗ ଯନ୍ତ୍ରଣା ଦେବ, ବୃଥା ଖର୍ଚ୍ଚ ହେବ, ଋଣଦାତା ହଇରାଣ କରିବେ, ଶାନ୍ତି ଭଙ୍ଗ ହେବ, କୁଟୁମ୍ବରେ ଦୁଃଖ ମାଡ଼ି ଆସିବ। ବିଛା ରାଶି ପାଇଁ ଆଜି କୌଣସି ପ୍ରକାରରେ ଶୁଭ ଦିନ ନୁହଁ। ଏବେ ଦେଖିବା 19 ତାରିଖ ବୁଧବାର, ଧନୁ ରାଶି ଉପରେ କେବଳ ରାହୁ ଖୁସି ଅଛନ୍ତି। ଧନୁ ରାଶି ଉପରେ କେବଳ ରାହୁ ଖୁସି ଅଛନ୍ତି। ଏଣୁ ନାନାବିଧ ଶାରୀରିକ ଓ ପାରିବାରିକ ଦୁଃଖ ବଢ଼ିଛି। 9ଟି ଗ୍ରହ ଖରାପ, 8ଟି ଗ୍ରହ ଖରାପ, ରାହୁ ବ୍ୟତୀତ 8ଟି ଗ୍ରହ ଖରାପ ଅଛନ୍ତି। ଏଣୁ ଶାରୀରିକ ଓ ପାରିବାରିକ ଦୁଃଖ ବଢ଼ିଛି। ସମସ୍ତ ସୁଖ ଶାନ୍ତି ବ୍ୟାହତ ହେଉଛି। ଆଜି ଧନୁ ରାଶିର ଏକ ଆନନ୍ଦ ମୁଖର ଦିନ। ଆଜି କିନ୍ତୁ ବଢ଼ିଆ ଦିନ। ଆଜି ଅସୁବିଧା କିଛି ହେବନି, ମନ ଦୁଃଖ କରନ୍ତୁନି। ଆଜି ଧନୁରାଶି ପାଇଁ ଏକ ମଜାଦାର ଦିନ, ସୁଖପ୍ରଦ ଦିନ, ଆନନ୍ଦଦାୟକ ଦିନ। ଶାନ୍ତି ସୁଖର ବାତାବରଣ ସୃଷ୍ଟି ହେବ। ସମସ୍ତ ସୁଖ ସୁବିଧା କରଗତ ହେବ। ଆଦର ସମ୍ମାନ, ଭୋଜନ ଶୟନ ମନ ଲାଖେ ମିଳିବ। ଜଣେ ବ୍ୟକ୍ତି ପାଇଁ ଲୌକିକ ସୁଖ, ପାରିବାରିକ ସୁଖ, ଦାମ୍ପତ୍ୟ ସୁଖ, ଶାରୀରିକ ସୁଖ, ଆର୍ଥିକ ସୁଖ, ପାରମାର୍ଥିକ ସୁଖ, ସାମାଜିକ ସୁଖ ମିଳିବ। ଧନୁରାଶିର
ଆଜି ବହୁତ ଭଲ ଦିନ। ମକର କଥା ବୁଝିବା। 19 ତାରିଖ ବୁଧବାର, ମକର ରାଶି। ବୁଧବାର 19 ତାରିଖ ମକର ରାଶି, ମହିଳାଙ୍କର ଘାତ ଚନ୍ଦ୍ର। ମକର ରାଶି ମହିଳାଙ୍କର ଘାତ ଚନ୍ଦ୍ର, ସାବଧାନ। ସକାଳ 8ରୁ ଉତ୍ତରାଷାଢ଼ା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ, ଏଣୁ ସାବଧାନତା ଅବଲମ୍ବନ କରିବା ଉଚିତ। ଏହି ରାଶିର ଲୋକେ ଆଜି ଅସ୍ଥିର ହେବେ, ପୁରା ଅସ୍ଥିର ହେବେ। ଗୋଟେ କଥା ନାହିଁ, ତେଲ ଘଡ଼ିରେ ହାତ କି ପୁଅ ମୁଣ୍ଡରେ ହାତ। ତେଲ ସରିବନି, ପୁଅ ମୁଣ୍ଡ ଚିକଣ ହେବ। ଏଇଟା କେମିତିଆ କଥା କହିଲେ? କାହିଁକି କହିଲେ? ନା ମନ ଅସ୍ଥିର ହେବ। ବେଳେବେଳେ ତେଲ ଘଡ଼ିରୁ ତେଲ ଆଣି ନିଜ ମୁଣ୍ଡରେ ବଳି ପକାଇବେ। ତାପରେ ଯେ ମନେ ପଡ଼ିବ, ଆରେ ପୁଅ, ଆରେ ତୁ ମୁଣ୍ଡ ତେଲ ଲଗେଇ ମା ଲଗେଇଦେଲି, ନାଇଁ ତ ମା, ଇତ୍ୟାଦି। ଆଜି ଅସ୍ଥିର ହେବେ। ଗୋଟିକ ପରେ ଗୋଟିଏ ଭୁଲ କରି ଅନ୍ୟମାନଙ୍କୁ ହଇରାଣ କରିବେ। ମକର ରାଶିର ଲୋକମାନେ ଗୋଟିକ କହିଲି ତେଲ ଘଡ଼ିରେ ହାତେ ପୁଅ ମୁଣ୍ଡରେ ହାତେ, ଗୋଟିକ ପରେ ଗୋଟିଏ ଭୁଲ କରି ଅନ୍ୟମାନଙ୍କୁ ହଇରାଣ କରିବେ। ସେମାନେ ଆଜି ସ୍ୱାର୍ଥ ସାଧନ ପାଇଁ କର୍ମଚଞ୍ଚଳ ରହିବେ। ଆଜି ବଡ଼ ସ୍ୱାର୍ଥପର ହେଇଯିବେ ମକର ରାଶି ଲୋକମାନେ। ସ୍ୱାର୍ଥ ସାଧନ ପାଇଁ କର୍ମଚଞ୍ଚଳ ରହିବେ। କର୍ମକୁ ଯଥା ସମୟରେ ଆରମ୍ଭ ନ କରି ନିଜକୁ ବଞ୍ଚେଇବା ପାଇଁ ଅଭିନୟ କରିବେ। ଯଥା ସମୟରେ କର୍ମ ଆରମ୍ଭ କରିବେନି, ନିଜକୁ ସମସ୍ୟା ମୁକ୍ତ କରିବା ପାଇଁ ଅଭିନୟ କରିବେ, ବିଭିନ୍ନ ଅଭିନୟ କରିବେ। ଏହି ରାଶି ଉପରେ ଏବେ ଶନି, ବୃହସ୍ପତି, ଶୁକ୍ର, ରବି, ମଙ୍ଗଳ, ବୁଧ ସନ୍ତୁଷ୍ଟ ଅଛନ୍ତି। ବା ମଜା କଥା। ମକର ରାଶି ଉପରେ ଶନି, ବୃହସ୍ପତି, ଶୁକ୍ର, ରବି, ମଙ୍ଗଳ, ବୁଧ ଏତେ ଗ୍ରହ ଖୁସି ଅଛନ୍ତି। ହଁ, ଏଇ ସମସ୍ୟା, ଏତେ ଗୁଡ଼ିଏ ଗ୍ରହ ଖୁସି ଅଛନ୍ତି ବୋଲି ସେମାନଙ୍କୁ ଆକ୍ରମଣ କରୁଥିବା ଭୟଙ୍କର ରୋଗ ସହଜରେ ସମାଧାନ ହେଇଯାଉଛି। ଶନି, ବୃହସ୍ପତି, ଶୁକ୍ର, ରବି, ମଙ୍ଗଳ, ବୁଧ ସନ୍ତୁଷ୍ଟ ଅଛନ୍ତି ବୋଲି ବଡ଼ ବଡ଼ ଶାରୀରିକ ସମସ୍ୟାର ସହଜ ସମାଧାନ ହୋଇପାରୁଛି। ଆଜି ମକର ରାଶିରେ ଶୁଣିଲେ ତ, ଆଜି ସିଏ ଆଜି ହଇରାଣ ହେବେ, ଅନ୍ୟକୁ ହଇରାଣ କରିବେ। ତାଙ୍କର ମନ ଥିବ ଗୋଟାଏ ଜାଗାରେ, କାମ ହେଉଥିବ ଗୋଟାଏ ଜାଗାରେ। ତାଙ୍କ ପାଇଁ ଆଜି ତାଙ୍କ ଉପରେ ନିର୍ଭର କରୁଥିବା ସମସ୍ତ ବ୍ୟକ୍ତି ହଇରାଣ ହେବେ। କିନ୍ତୁ କେହି କିଛି କହିବା ପୂର୍ବରୁ ସେ ଅଭିନୟ କରି ନିଜ ଭୁଲକୁ ଘୋଡ଼େଇ ଦେବେ। ଯିବା କୁମ୍ଭ ପାଖକୁ ଯିବା। 19 ତାରିଖ ବୁଧବାର, କୁମ୍ଭ ରାଶି, ଶତଭିଷା ନକ୍ଷତ୍ରର ସକାଳ 8ରୁ ଅଶୁଭ ସମୟ ଆରମ୍ଭ ହେବ, ଦୁଃଖଦ ଘଟଣା ଘଟିବ। ଆଜି କୁମ୍ଭର ଆଦୌ ଭଲ ଦିନ ନୁହଁ। କୁମ୍ଭ ରାଶି ପ୍ରତି ଆଜି କେବଳ ବୁଧ ଆଉ ରବି, ଦୁଇଟି ଗ୍ରହ, ବୁଧ ଆଉ ରବି ଖୁସି ଅଛନ୍ତି। ମଙ୍ଗଳ ସାମାନ୍ୟ ଟିକେ କଣେଇ କଣେଇ ଚାହୁଁଛନ୍ତି, ସାମାନ୍ୟ ସହଯୋଗ କରିବେ। ଅଳ୍ପ ପ୍ରସନ୍ନ ଅଛନ୍ତି। 6ଟି ଗ୍ରହ ଅପ୍ରସନ୍ନ ଅଛନ୍ତି। ଆଜି ଏମାନେ ସୁସଂଯତ ହୋଇ, କୁମ୍ଭ ରାଶିର ଲୋକମାନେ ନିଜର ବାକ୍ ସଂଯମତା ରକ୍ଷା କରନ୍ତୁ। ପ୍ରଥମେ ହାତକୁ ଠିକ୍ ଜାଗାରେ ଲଗାନ୍ତୁ, ଭୁଲ କାମ କରନ୍ତୁନି। ଟେକା ପଥର କାହାକୁ ଫିଙ୍ଗନ୍ତୁନି, ସାବଧାନ। ଟେକାଟା ନିଜ ମୁଣ୍ଡରେ ପଡ଼ିବ। ଗୋଟା ଗୋଡ଼ି କାହାକୁ ଫୋପାଡ଼ିକି ଆସିବେ, ଦେଖିଲାକୁ ଘର ଭିତରେ ବସିଥିବେ, କଣ୍ଟା ପଡ଼ି ଗୋଡ଼ ଖଣ୍ଡିଆ ହେବ, ସାବଧାନ। ତେଣୁ ଆଜି ସଂଯମତା ରକ୍ଷା କରନ୍ତୁ। ଚାଲି ବୋଲି କାମ କର୍ତ୍ତବ୍ୟରେ ଅବହେଳା କରନ୍ତୁନି। ସେଥିରେ ଯଦି ତ୍ରୁଟି ରହିଯିବ ତାହେଲେ ସମ୍ମାନ ହାନି ହେବ। ଆଜି ଏକ ଅଶୁଭ ଦିନ। ମାନେ ଆଲୋ ସଖୀ ଆପଣା ମହତ ଆପେ ରଖି, ସମ୍ମାନ ଜଗି କଥାବାର୍ତ୍ତା କରନ୍ତୁ, ବ୍ୟବହାର କରନ୍ତୁ। ଆଜି ଆପଣଙ୍କର ଚାଲି ବୋଲି ଠାଣି ମାଣି କାହାଣୀ ଚାହାଣୀରେ, ଚାଲି ବୋଲି ଠାଣି ମାଣି କାହାଣୀ ଚାହାଣୀରେ ଯଦି ସଂଯମତା ନ ରହେ, ତାହେଲେ ଆ ବଳଦ ମୋତେ ବିନ୍ଧ ନ୍ୟାୟରେ ସମ୍ମାନ ହାନି ହେବ। ହୁସିଆର। ମୀନ ରାଶି 19 ତାରିଖ ବୁଧବାର, ମୀନ ରାଶିର ପୂର୍ବଭାଦ୍ର
ପୂର୍ବଭାଦ୍ରପଦ ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ ସକାଳ 8ରୁ। ଏହା ଭଲ କଥା ନୁହେଁ। ମୀନ ରାଶି ପ୍ରତି ଆଜି କେବଳ ବୃହସ୍ପତି ଓ କେତୁ ଶୁଭ ଅଛନ୍ତି। ସେ ଶୁଭଫଳ ନିଶ୍ଚୟ ଦେବେ କିଛି ନାହିଁ, ଦେଇପାରନ୍ତି। ବୃହସ୍ପତି ଆଉ କେତୁ ଶୁଭଫଳ ଦେଇପାରନ୍ତି। ଡିସେମ୍ବର 5 ପର୍ଯ୍ୟନ୍ତ ବୃହସ୍ପତି ରହିବେ କର୍କଟରେ। ସେ ଉପରବେଳା ଡିସେମ୍ବର 5 ତାରିଖ ଉପରବେଳା ବୃହସ୍ପତି ପୁଣି ପଛକୁ ଫେରିଯିବେ। ତେଣୁ ମୀନ ରାଶିର ଡିସେମ୍ବର 5 ଯାଏ ବୃହସ୍ପତିଙ୍କର କଲ୍ୟାଣ ଯୋଗ ଅଛି। ସେ ସୁଖ ଶାନ୍ତି ସେତେ ମିଳିବନି। ବୃହସ୍ପତି ଆଉ କେତୁ ପ୍ରସନ୍ନ ଥିଲେ ବି ଆଜି ଭଲ ଦିନ ନୁହେଁ। ମୀନ ରାଶିର ସୁଖ ଶାନ୍ତି ମିଳିବନି। ଋଣଦାତା ହଇରାଣ କରିବେ। ପୁରୁଣା ରୋଗ ଉତ୍ପାତ କରିବ। ନୂଆ ରୋଗ ସୃଷ୍ଟି ହେବ। ରୋଗଗ୍ରସ୍ତ ହୋଇ ରାତି 4ଟା 15 ଯାଏ ମୀନରାଶି ଲୋକମାନେ ଆଜି ରୋଗଗ୍ରସ୍ତ ହେବେ। ବୁଧବାର କଥା କହୁଛି, ରୋଗଗ୍ରସ୍ତ ହେବେ। ରାତି 4ଟା 15 ପରେ ଯାଇ ଭଲ ନିଦ ଟିକେ ହେବ। କିଛି ନା କିଛି ନାକ ମୁଣ୍ଡ କାନ ଅଣ୍ଟା ଦାନ୍ତ ଯାହା ଯେଉଁ ପୁରୁଣା ରୋଗ ଅଛି ସେ ହିଁ ବାହାରିବ। ହଉ ବନ୍ଧୁ, ଆଜି ପାଇଁ ଏତିକି। ଈଶ୍ୱର ଚାହିଁଲେ ଆସନ୍ତା କାଲି ମୁଁ ଆପଣଙ୍କ ସହିତ ଏ ଦୈନିକ ରାଶିଫଳ ଉପରେ ପୁଣି ଆଲୋଚନା କରିବି। ଆଜି ରହିଲି, ନମସ୍କାର।